विश्वास कर मम्मी भाज विषय एत कथा कहनी तू किसी न कही चुपचाप ठिया सेमिति घर नुहे जो ग्राम घर मान सम्मान चली अरे आभिजात्य परंपरा अच्छी ସିଏ ମୋ ସୌତୁଳିର ପୁଅ ତା ସୁଖ କେବେ ବି ମୁଁ ଦେଖି ପାରିବିନି। ମମି ବା ତୁମକୁ ତାରିଫ କରିବାକୁ ପଡ଼ିବ ତାରିଫ। ଆରେ ତୋ ମନ ଭିତରଟା ଏତେ ନିଚ ଯୋଉ ଭାଇ ତୋତେ ଦେବୀ କରି ଭକ୍ତି କରେ ତାକୁ ତୁ ସୌତୁଲ ପୁଅ କହିବାକୁ ତୋ ବିବେକ ତୋତେ ଟିକେ ବାଧା ଦେଲାନି ବାଧା। ନାରୀ ମାରିକି ଭଣଜା କିରେ ତୋ ମା ଯାହା କହୁଛି ସବୁ ଠିକ କଥା କହୁଛି ଯେତେ ଯାହା ବି ତୁ ତା ନିଜ ରକ୍ତ ଆମେ ମାନେ ଯାହା କରୁଛୁ ସବୁ ତୋରି ମଙ୍ଗଳ ପାଇଁ। ଆଉ ଥରେ ସେଇଭଳି ଶବ୍ଦ ଉଚ୍ଚାରଣ କଲେ ମୁଁ ଭୁଲିଯିବି ଆପଣ ମୋ ମାମୁଁ ବୋଲି। ମାନୁଛି ତମେ ମୋ ମଙ୍ଗଳ ପାଇଁ ସବୁ କିଛି କରୁଛ ଠିକ ଅଛି ମୋ ମଙ୍ଗଳ ପାଇଁ ତମେ ମାନେ ଆଉ ଗୋଟିଏ କାମ କରିଦେଇ ପାରିବ। ତମେ ମତେ ମାରି ପାରିବ। ଅଜବ କଥା କହୁଛୁ ଭଣଜା କିଏ କଣ ନିଜ ରକ୍ତର ମା ତୋତେ ମାରି ପାରିବ? ମା ହେଇ ଯଦି ପୁଅକୁ ମାରି ପାରିବନି ତାହେଲେ ସେଇ ମା ହେଇ ଆଉ ଗୋଟିଏ ପୁଅର ଭବିଷ୍ୟତକୁ ଅନ୍ଧାର କରିଦେବ କେମିତି? ସବୁ କରିକି ତୁ ହଉଛୁ ମୋ ଜନ୍ମିତ ପୁଅ। 10 ମାସ 10 ଦିନ ଗର୍ଭରେ ଧରି ମୁଁ ତତେ ଜନ୍ମ ଦେଇଛି ଆଉ ତୋର ମନ ଥିବା କଥା ଯାହା ସବୁ କରୁଛି କେବଳ ତୋ ପୁଅ ପାଇଁ କରୁଛି। ଯିଏ ପୁଅର ଜୀବନ ସହିତ ଖେଳ ଖେଳି ଯିଏ ଆଉ ଗୋଟେ ପୁଅକୁ ବଡ଼ କରିବାକୁ ଚାହେଁ ସେଇଭଳି ମାକୁ ମତେ ମା ଡାକିବାକୁ ଘୃଣା ଲାଗେ ଘୃଣା। ମାରାମାରିକୁ ମୋ ମୁହଁକୁ ବନ୍ଦ କରିଦେଇ ପାରିବୁନି ମକୁ ଏବେ ବି ସମୟ ଅଛି ଆପଣ 5 ଅମର ବିବାଦ ତଳକୁ ନେଇ ଆସି ଦୁନିଆର ଚଟାଣରେ ଥରେ ପାଦ ଦେ ତା ନହେଲେ ବାଳିକା କଥାଟା ସତ ହେଇଯିବ। ପୃଥିବୀକୁ ମହାପ୍ରଳୟ ମାରି ଆସିବ ଚନ୍ଦ୍ର ସୂର୍ଯ୍ୟଙ୍କର ଆତଜାତ ବନ୍ଦ ହେଇଯିବ କାହିଁ ଯିବା ଟେମିନ ଖେଳିବ ନିଜେ କୁରାରେ ସେ ନିଜେ କୁରାଡ଼ି ମାରିବ।
ମୋ ଉପରେ ରାଗିଥିବୁ ମୋ ଉପରେ ରାଗିଥିବୁ ମୁଁ ଜାଣିଛି ସେଥିପାଇଁ ତୁ ମତେ ଯୋଉ ଶାସ୍ତି ଦବୁ କଥାପତି ମାନି ନେବି ତତେ ଶାସ୍ତି ଦେବା କମୁ କିଏ ତୁ ବଡ଼ ହେଇଗଲୁଣି ମୁଣ୍ଡ ତ ହାତ ପାଇଗଲ ସେଇଥିପାଇଁ ତୋ ମାଆକୁ ନ ଛାଡ଼ି କୋଉଠୁ ଗୋଟେ ଅଲକ୍ଷଣୀ ଛପର ଖାଇକି ବୋଉ କରି ଘରକୁ ସିଧା ନେଇ ଚାଲି ଆସିଲି ବୋଉ ତୁ ସେମିତି କହନା ପିଲାଟି ଦିନୁ ମାଆକୁ ହରେଇ ମୁଁ ତୋରି କୂଳରେ ପଢି ଆସିଛି ତୋ କଥାରେ ବାହାରି ଆସିছে ମୁଁ କିଛି ବି କରିନି ହେଲେ ଆଜି ମୋ ଆଖି ଆଗରେ ଗୋଟେ ଝିଅର ଜୀବନ ନଷ୍ଟ ହେବାକୁ ବସିଥିଲା ସହିପାରିଲିନି ଲୋ ବୋଉ ସହିପାରିଲିନି ସମସ୍ତଙ୍କ ଅନୁରୋଧ ପାଖରେ ମୁଁ ହାରିଗଲି ଲୋ ବୋଉ ମହାତ୍ମା ଗାନ୍ଧୀ ତ ଅନ୍ୟର ଦୁଃଖ ଦେଖି ଜମା ସହିପାରୁ ସେଥିପାଇଁ କାହାକୁ କିଛି ନ ଜଣାଇ ମନକୁ ମନ ବାହା ହେଇକି ଆସିଛୁ ଶୁଣନ୍ତ ଆଉ ପିଆ ହେଲୁ କାହିଁକି ଯା ବହୁ ମାଆକୁ ବନ୍ଦାପନା କରି ଘର ଭିତରକୁ ଆଣ ଭାଇ ତମେ କଣ କହୁଛ ତମ ମୁଣ୍ଡ ଠିକ ଅଛି ତ ମୋ ମୁଣ୍ଡ ତ ଠିକ ଅଛି ଯଦି ତୋ ମୁଣ୍ଡଟା ଖରାପ ହେଇଯାଇଛି ଯା ଡାକ୍ତର ଦେଖେଇ ଦେଇ ଆସିବୁ ଆଲୋ ଯାହାକୁ ନେଇ ଟାଣ କରି କହୁଥିଲୁ ଭୋଗୀ ଆମ ରାମଚନ୍ଦ୍ର ଜମା ବାହାରକୁ ଯିବନି ହେ ସେ ଆଜି ଏମିତି ହାଲତିନି ମାରିଲା ପୁରା ଚାରିଆଡ ଆଲୁଅ କରିଥିଲା ମାମୁ କଥା କହିବାର ସୀମାଟା ଆପଣ ଟପି ଯାଉଛନ୍ତି ନିଆଁରେ ଘିଅ ଢାଳିବାକୁ ଚେଷ୍ଟା କରନ୍ତୁ ଯେତିକି ରହିବ ସେତିକି ରହିବ ତା ନହେଲେ ମୁଁ ଭୁଲିଯିବି ଆପଣ ମୋ ମାମୁଁ ବୋଲି ଆରେ ତୁ ମାମୁଁକୁ ସେମିତି କହନା ରେ ସେ ହେଲା ଆମ ଗୁରୁଜନ ତାଙ୍କର ମନରେ କଷ୍ଟ ହେଲେ ଆମର ଅମଙ୍ଗଳ ହବନି ମାମୁଁ ଆଉ ବୋଉକୁ ମୁଁ ବୁଝେଇଦେବି ବାହାରେ ଭାଉଜ ଅପେକ୍ଷା କରିଛନ୍ତି ଭାଇ ଆରେ ଯାହା ପରେ କହିବୁ ଆସୁଛି ଭାଇ ପିଲାଦିନେ ତୁ ମୋର କେତେ ଅଛନ୍ତି ସହିଛୁ ଯାହା ମାଗିଛି ତାହା ପୂରଣ କରିଛୁ ହେଲେ ବୋଉ ଆଜି ତୋରି ଆଗରେ କାନ୍ଦି ପତେଇ ଭିକ ମାଗୁଛୁ ତୁ ତାକୁ ଏ ଘରେ ଟିକେ ଜାଗା ଦେ ତାକୁ କଥା ଦେଇଥିଲ ବୋଉ ଠିକ ଅଛି ତୁ ଯଦି ସେଇ ଝିଅଟାକୁ କଥା ଦେଇଛୁ ତାହେଲେ ତୋ କଥା ମାନେ ମୁଁ ସେଇ ଝିଅଟାକୁ ଏ ଘରେ ଜାଗା ଦେବି କିନ୍ତୁ ମୋର ଅତି ନିଜସ୍ୱ ତୁ ଯଦି ତାକୁ ଏ ଘରେ ଟିକେ ଜାଗା ଦେବୁ ତୁ ଯାହା କହିବୁ ମୁଁ ମାନିବି ଲୋ ବୋଉ ଏସମିତି କଥାରେ କହିଦେଲେ ହବ ନା କଣ ମ ତତେ ତ ବୋଉର ମୁଣ୍ଡ ଛୁଇଁ ନିୟମ କରିବାକୁ ପଡିବ ମୁଁ ତତେ ଯାହା ମାଗିବି ତୁ ମତେ ସେଇଆ ଦବ ହଁ ବୋଉ ତୋ ଉପରେ ମୁଁ ମୁଣ୍ଡ ଉପରେ ହାତ ରଖି କହୁଛି ତୁ ଯାହା କହିବୁ ମୁଁ ତୋ କଥା ରଖିବି ଆରେ ଶୁଣ ମୋର ପ୍ରଥମ ସର୍ତ୍ତ ହେଲା ତୋ ନାଁରେ ଥିବା ସମସ୍ତ ସମ୍ପତ୍ତି ତତେ ମୋ ପୁଅ ମନୋଜ ନାଁରେ ଉଇଲ୍ କରିଦେବାକୁ ପଡିବ ଏଇଟା ତ ଗୋଟେ ସାଧାରଣ କଥା ଏମିତିରେ ମନୁଆ ମୋ ସାନ ଭାଇ ତୁ ନ କହିଥିଲେ ବୋଉ ମୁଁ ତା ନାଁରେ ସବୁ ସମ୍ପତ୍ତି କରିଦେଇଥାନ୍ତି ତାଳି ମାରିକି କିରେ ଭଣଜା ତୋ ମା ଯାହା କହୁଛି ସବୁ ତୋରି ମଙ୍ଗଳ ପାଇଁ କିଏ ଜାଣିଛି ଯାହାକୁ ବାହା ହେଇକି ନେଇକି ଆସିଛୁ ଏଟା ସାପ କି ବେଙ୍ଗ ଭବିଷ୍ୟତରେ ଯଦି ସମ୍ପତ୍ତିର କିଛି ଅସୁବିଧା ହେଲା କିଏ ବୁଝିବ କହ କିଏ ବୁଝିବ ସମ୍ପତ୍ତିର ସୁରକ୍ଷା ତଥା ସେ ଝିଅ ହାବ ଭାବ ପରୀକ୍ଷା କରିବା ପାଇଁ ତୋ ମାର ମୋର ଏଇଟା ଗୋଟିଏ ପ୍ଲାନ୍ କଣ କରିବାକୁ ହବ ତୋ ପୁଅ ମୋ ଦ୍ୱିତୀୟ ସର୍ତ୍ତ ତୋ ସ୍ତ୍ରୀର ପରିଚୟ ହବ ଯିଏ ଏ ଘର ଚାକରାଣୀ ଖାଲି ଇଏ କି ବିଚିତ୍ର କଥା କହୁଛୁ କି ଝିଅ ବାହା ହେଇ ଶାଶୁ ଘରକୁ ଆସିଲେ ତା ପରିଚୟ ବଦଳିଯାଏ ସିଏ ଝିଅରୁ ବୋହୂ ହେଇଯାଏ ଶାଶୁ ଶ୍ୱଶୁର ଦିଅର ନଣନ୍ଦ ତଥା ଘରର ଅନ୍ୟାନ୍ୟ କାର୍ଯ୍ୟ କରିବା ହଉଛି ତାର କର୍ତ୍ତବ୍ୟ ଏଇଟା ଗୋଟେ ଶବ୍ଦ ଯେ ଭଣଜା ମୋର ରାଜି ହବନି ଏଥର କହ ତୋ ତୃତୀୟ ସର୍ତ୍ତଟା କଣ ଭଲ ବୋଉ ଶାଶୁ ଘରେ ଗୋଟେ ବୋହୂର ପରିଚୟ ଚାକରାଣୀ ବ୍ୟତୀତ ଆଉ କଣ ହେଇପାରିବ ବୋଉ କହ ବୋଉ କହଲ ବୋଉ ତୋର ତୃତୀୟ ସର୍ତ୍ତଟା କଣ ମୋ ତୃତୀୟ ସର୍ତ୍ତ ହେଲା ମୁଁ ନ ଚାହିଁବା ଯାଏ
ମୁଣ୍ଡ ପଡ଼ିବ ତଥାପି ଭଣଜା ଆମର ବୁଝିବା ସୁଝିବା ପିଲା ତା ମା ଯାହା କହୁଛି ସବୁ ତାରି ମଙ୍ଗଳ ପାଇଁ ଭଣଜା ଏଇ ସତ୍ୟଟାରେ ତୁ ଖାଲି ରାଜି ହେଇଯା ତୋ ମାକୁ କହି ଦଣ୍ଡଟାକୁ ମୁଁ ଟିକେ ହାଲକା କରିଦେବି ମଧୁରା ମୋ ପ୍ରଶ୍ନ କିଛି ଉତ୍ତର ଦେଲୁନି ତ ମୋ କଥା ରାଜି ନୁହଁ ମୁଁ ରାଜି ଲୋ ବୋଉ ତୋ ସତରେ ମୁଁ ରାଜି ପୁରା କଥା ଛିଡ଼ିଲା ଯେତେବେଳେ ଭଣଜା ରାଜି ହେଲାଣି ସୁନନ୍ଦା ତୁ ଆଉ ଠିଆ ହେଲୁ କାହିଁକି ଯା ବହୁ ମାକୁ ବନ୍ଦାପନା କରି ଭିତରକୁ ନେଇଆ ଯା ସୁନନ୍ଦା ଯା ଭଣଜା କିଏ ବହୁ ମା ବାହାରେ ଯାଇ ତାକୁ ଗୋଡ଼ ହାତ ମିଳିବ ଯା ତାକୁ ଭିତରକୁ ନେଇଆ ଭଣଜା ଯା ଯା ତମେ ସଳାମାନେ କଣ କରୁଛ